हेलो एवरीवन। आजर वीडियो रे आमे देखमा +3 फास्ट सेम एसी ओडियार सेकेंड यूनिट जेनटा कि वाक्य गठन रीति और प्रकार भेद सेठाने आमे आज देखमा वाक्यर संज्ञा आ वाक्य गठन रीति गोटे लंग क्वेश्चन आइसी इंपोर्टेंट लंग क्वेश्चन। तो सब इंपोर्टेंट लंग क्वेश्चन एंड नोट्स डाउनलोड करवार लगी कमेंट सेक्शन रे टेलीग्राम चैनल रो लिंक अच्छे टेलीग्राम चैनल रे जॉइन हो जाओ एंड सेठारु डाउनलोड करो। जदि तुमे यूनिट 1 रो वीडियो नी देखी डिस्क्रिप्शन रे यूनिट 1 रो पार्ट 3टा पार्ट अपलोड होइछे से वीडियो के आगो देखो देन सेकेंड यूनिट रो वीडियो देखो हेले बुझी पारबो। तो यूनिट 1 रो डिस्कशन सरी जाइछे न आज का यूनिट 2 रो फर्स्ट क्लास स्टार्ट होइछे वाक्य गठन रीति और प्रकार भेद। तो चलो देखमा वाक्य गठन रीति और प्रकार भेद। वाक्यर संज्ञा काना डेफिनेशन ऑफ सेंटेंस ଯେଉଁ ଉକ୍ତି ମନର ଏକ ଭାବକୁ ପୂର୍ଣ୍ଣ ରୂପରେ ପ୍ରକାଶ କରେ ତାହାକୁ ବାକ୍ୟ କୁହାଯାଏ। ଅର୍ଥାତ୍ ଏକ ବା ଏକାଧିକ ପଦ ମିଶି ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ ତାକୁ ବାକ୍ୟ କୁହାଯାଏ। ଅନ୍ୟ ଅର୍ଥରେ କହିଲେ ଏକ ବା ଏକାଧିକ ସାର୍ଥକ ପଦର ଅର୍ଥଯୁକ୍ତି ସମଷ୍ଟିକୁ ବାକ୍ୟ କୁହାଯାଏ। ବୁଝିଲା ବାକ୍ୟର ସଂଜ୍ଞା ଏଇଟା ନୋଟ୍ସ କରବ। ଆଉ ହରି ବାବୁ କାଲି ପୁରୀ ଯିବେ କି? ହଁ ଏଇଟା ଦେଖ ଏଠାରେ ପ୍ରଥମ ବାକ୍ୟରେ 4ଟି ପଦ ଅଛି ଯଥା ହରି ବାବୁ କାଲି ପୁରୀ ଯିବେ 4ଟା ଅଛି କିନ୍ତୁ ଏହି 4ଟି ପଦ ମିଶି ଗୋଟିଏ ଅର୍ଥକୁ ପ୍ରକାଶ କରୁଛନ୍ତି। ବୁଝିଲା ତେଣୁ ଏହାକୁ ବାକ୍ୟ କୁହାଯାଇ ପାରିବ ତାକେ ବାକ୍ୟ କୁହାଯାଇ ପାରିବ। ଏହି ବାକ୍ୟରେ 4 ଗୋଟିଏ ଗୋଟିଏ ବାକ୍ୟାଂଶ ଦ୍ୱିତୀୟ ବାକ୍ୟରେ ହଁ ଏହା ପୂର୍ଣ୍ଣ ଅର୍ଥ ପ୍ରକାଶ କରୁଥିବା ଏହାକୁ ମଧ୍ୟ ବାକ୍ୟ କୁହାଯିବ। ସେଟା ପ୍ରଶ୍ନ ହେଲା ଏଟା ହେଲା ଉତ୍ତର ହଁରେ ସେ ଉତ୍ତର ଦେଲା ତ ସେଟା ବି ଗୋଟେ ଅର୍ଥ ପ୍ରକାଶ କରୁଛି ତ ସେଟାକେ ମଧ୍ୟ ବାକ୍ୟ କୁହାଯିବ। ବାକ୍ୟ ଦେଖ ବର୍ଣ୍ଣ ପଦ ଓ ବାକ୍ୟାଂଶ। ଅପୂର୍ଣ୍ଣ ବାକ୍ୟର ଉଦାହରଣ ଯେନ୍ଟାକି ବାକ୍ୟକେ ପୂର୍ଣ୍ଣ ନି करे ସେଟା ଅପୂର୍ଣ୍ଣ ଯେନ୍ତା ରାମ ଭାତ ଖାଇ ସେଟା ବାକ୍ୟକେ ପୂର୍ଣ୍ଣ ନି करबार ତ ସେଟା ହେଲା ଅପୂର୍ଣ୍ଣ। ଅପୂର୍ଣ୍ଣର ଉଦାହରଣ ଦେଖ ଏଟା ରାମ ଭାତ ଖାଇ ପୁରୀ ଅନେକ ଯାତ୍ରୀ ବାପା ମତେ ପାଠ ଏଟା ଗୋଟେ ସମ୍ପୂର୍ଣ୍ଣ ବାକ୍ୟକେ ନି ବୁଝାବାର ତ ସେଟାକେ କୁହାଯିବା ଅପୂର୍ଣ୍ଣ ବାକ୍ୟ। ବୁଝିଲା ଏହିସବୁ ଉକ୍ତିକୁ ଭାବ ପୂର୍ଣ୍ଣ ରୂପେ ପ୍ରକାଶ ହେଉନାହିଁ ତେଣୁ ତାକୁ ଅପୂର୍ଣ୍ଣ କୁହାଯିବ। ଦେନ୍ ପୂର୍ଣ୍ଣ ବାକ୍ୟର ଉଦାହରଣ ଦେଖ ରାମ ଭାତ ଖାଇ ସ୍କୁଲ ଗଲା ପୂର୍ଣ୍ଣ। ପୁରୀକୁ ଅନେକ ଯାତ୍ରୀ ଜଗନ୍ନାଥ ଦର୍ଶନ ପାଇଁ ଆସନ୍ତି ବାପା ମୋତେ ପାଠ ପଢ଼ିବାକୁ କହିଲେ ଏଇଟା ସବୁ ପୂର୍ଣ୍ଣ ବାକ୍ୟ। ବୁଝିଲା ଦେନ୍ ଯୋଗ୍ୟତା ପଦମାନଙ୍କର ପରସ୍ପର ସମ୍ବନ୍ଧ ବିଧେୟ ବାକ୍ୟରେ ବ୍ୟବହାର କରାଯାଇଥିବା ପଦମାନଙ୍କର ପରସ୍ପର ପ୍ରତି ଥିବା ସମ୍ବନ୍ଧକୁ ଯୋଗ୍ୟତା କୁହାଯାଏ। ବୁଝିଲା ବାକ୍ୟରେ ଯେନ୍ ବ୍ୟବହାର କରାଯାଇଛି ପଦ ତାର ପରସ୍ପର ପ୍ରତି ଥିବା ସମ୍ବନ୍ଧକୁ ଯୋଗ୍ୟତା କୁହାଯାଏ। ଯେମିତିକି ଛେଳିମାନେ ଗୀତ ଗାଉଛନ୍ତି ଛେଳି ଗାଇବାର ଯୋଗ୍ୟତା ନାହିଁ। ବୁଝିଲା ପିଲାଟି ଆକାଶରେ ଉଡ଼ୁଛି ପିଲାଟି ଗୋଟେ ଯୋଗ୍ୟତା है कि ଯୋଗ୍ୟତା ବିଷୟରେ କାଣା ତାର ପରସ୍ପର ପ୍ରତି ସମ୍ବନ୍ଧ ଥିବା ଦରକାର। এখন ଲୋକଟି ନିଆଁ ପିଉଛି ଗୋଟେ ପସିବୁଲ କଥା କି ଲୋକଟି ନିଆଁ ପିଉଛି ଏହି ଉକ୍ତି ଗୁଡ଼ିକରେ ପଦମାନଙ୍କର ସମ୍ବନ୍ଧ ନାହିଁ। ଏଇ ଯେନ୍ ଉକ୍ତି ଗୁଡ଼ା ତାର ସମ୍ବନ୍ଧ ନାହିଁ ଅର୍ଥାତ୍ ଛେଳିମାନଙ୍କର ଗାଇବା କିମ୍ବା ପିଲାଟିର ଉଡ଼ିବା ତାକୁ ଆମେ ବାକ୍ୟ କେବେ ବି କହିପାରିବା ନାହିଁ। ବୁଝିଲା ଆକାଂକ୍ଷା ପୂର୍ବ ପଦ ପରବର୍ତ୍ତୀ ପଦକୁ ଅପେକ୍ଷା ରଖେ। ବୁଝିଲା ଯେମିତିକି ମୁଁ କଟକ ତାପରେ କାଣା ହେବା ତାକେ ସେ ଅପେକ୍ଷାରେ ରଖିଦେଉଛି। ମହାନଦୀ ଓଡ଼ିଶାର ଡେସ୍ ସେଟା ବି ଅପେକ୍ଷା କରିକିନା ରଖିଦେଉଛି ସେମିତା ଏହି ଉକ୍ତି ଗୁଡ଼ିକୁ ଅର୍ଥ ପ୍ରକାଶ ପାଇଁ ପରବର୍ତ୍ତୀ ପଦକୁ ଅପେକ୍ଷା କରିବାକୁ ପଡ଼ୁଛି ଆମକୁ। ଉଚିତ ପଦ ଯୋଗ ହେଲେ ଉକ୍ତିଟିର ପୂର୍ଣ୍ଣ ଅର୍ଥ ପ୍ରକାଶ ହେବ ଯେମିତି ମୁଁ କଟକ ଯିବି କିମ୍ବା ଛାତ୍ରଟି ପଢ଼ୁଅଛି ସେପରି। ଆସତି ପଦର ଅବିଳମ୍ବ ଉଚ୍ଚାରଣ ଓ ସଂହତି ରକ୍ଷା ତଥା ଉଚିତ ବିନ୍ୟସ୍ତ ବାକ୍ୟରେ ପଦମାନଙ୍କର ନିର୍ଦ୍ଦିଷ୍ଟ କାର୍ଯ୍ୟ ଥାଏ ଯାହାଫଳରେ ଗୋଟିଏ ପଦ ପରେ ଅନ୍ୟ ଗୋଟିଏ ପଦ ରହିବ ଦରକାର ଏହାକୁ ଆସତି କହନ୍ତି। ଏହାକୁ ପଦ ବିନ୍ୟାସ ବୋଲି କହନ୍ତି। ତାପରେ ବାକ୍ୟ ଗଠନ ରୀତି ଆମେ ଦେଖମା ବାକ୍ୟ ଗଠନ ରୀତି କି ଆମେ ଡିସ୍କସନ୍ କରବାର୍ ଆଗରୁ ଏଇଟା ଗୋଟେ ଲଙ୍ଗ କ୍ୱେଶ୍ଚିନ୍ ତାର ଆଗରୁ ତୁମେ ଭିଡ଼ିଓଟାକେ ଲାଇକ୍ କରିଦିଅ ତୁମର ସାଙ୍ଗମାନଙ୍କର ସାଙ୍ଗେ ଫାର୍ଷ୍ଟ ସେମିଷ୍ଟାର ତୁମର ସାଙ୍ଗମାନଙ୍କର ସାଙ୍ଗେ এই ଭିଡ଼ିଓଟାକେ ସେୟାର କରିଦିଅ ଆଉ ଚ୍ୟାନେଲକେ ସବସ୍କ୍ରାଇବ୍ କରିଦିଅ टेलीग्राम चैनल जॉइन हो जाओ इंपोर्टेंट नोट्स क्वेश्चन गाइड बुक सब तुम स्टडी मटेरियल से प्रोवाइड कराऊँ तो सेठाने जाकर मस्ट जॉइन कर आ वीडियो लाइक करके चैनल के सब्सक्राइब कर। तो देखमा बाकी गठन रीति गोटे इंपोर्टेंट लंग क्वेश्चन है यहाँ गोटे लंग क्वेश्चन आसी तो इंपोर्टेंट है नोट्स कर पक बाक्य गठन रीति
तुमको क्वेश्चन काଣା आइथिबा शुद्ध वाक्यକୁ ନେଇ ବାକ୍ୟ ଗଠନ କରିବା କେମିତି କରିବା ତାର ଗୋଟେ କ୍वेଶ୍ଚन ଆସିବ ତୁମେ କେନ୍ତା କରବ ନା ପଦ ସଂସ୍ଥାପନ ପଦ ହେଉଛି ବାକ୍ୟର ସର୍ବନିମ୍ନ ଏକକ ଯାହାର ପ୍ରକୃତ ମୂଳ ଉପାଦାନ ହେଉଛି ଶବ୍ଦ ବୁଝିଲା ପଦ ଗୋଟେ ବାକ୍ୟର ସର୍ବନିମ୍ନ ଏକକ ଯାହାର ପ୍ରକୃତ ମୂଳ ଉପାଦାନ ହେଉଛି ଶବ୍ଦ ଶବ୍ଦ ବାକ୍ୟରେ ବ୍ୟବହୃତ ହୋଇ ପଦ ହୋଇଯାଏ ଶବ୍ଦ ବାକ୍ୟରେ ବ୍ୟବହୃତ ହୋଇ ପଦ ହୋଇଯାଏ ପ୍ରତ୍ୟେକଟି ପଦ ବାକ୍ୟରେ ପ୍ରଯୁକ୍ତ ନହେଲେ ତାହା ଶବ୍ଦ ହୋଇଯାଏ ଯଥା ଗଜାନନ ଓ ପଞ୍ଚାନନ ପ୍ରଥମ କରି ଗାଁରୁ ରାଜଧାନୀ ଗଲେ ଏହି ବାକ୍ୟରେ ଗଜାନନ ଓ ପଞ୍ଚାନନ ଦେଖ ଯଦି ବି ପଦ ସଂସ୍ଥାପନ ବୁଝିନି ପାରିଲ ଏଖାନେ ଉଦାହରଣ ଦିଆହେଉଛି ଦେଖ ଯଥା ଗଜାନନ ଓ ପଞ୍ଚାନନ ପ୍ରଥମ କରି ଗାଁରୁ ରାଜଧାନୀ ଗଲେ ଏହି ବାକ୍ୟରେ କାଣା ନା ଗଜାନନ ଆଉ ପଞ୍ଚାନନ ପ୍ରଥମ କରି ଗାଁରୁ ରାଜଧାନୀ ଗଲେ ଏହି 8 ଗୋଟି ପଦଟି ମିଳିତ ହୋଇ ମନର ଭାବକୁ ପୂର୍ଣ୍ଣ ଭାବେ ପ୍ରକାଶ କରୁଛନ୍ତି ଗଜାନନ ପଞ୍ଚାନନ ଉଭୟ ହେଲେ କର୍ତ୍ତାପଦ ଏବଂ ଗଲେ ହେଉଛି କ୍ରିୟାପଦ ଓ ହେଉଛି ସଂଯୋଗ ଅବ୍ୟୟ ପଦ ବାକ୍ୟରେ କର୍ତ୍ତାପଦ ଓ ସମାପିକା କ୍ରିୟାପଦ ରହିଛି ଉପରୋକ୍ତ ପଦଗୁଡ଼ିକୁ ବାକ୍ୟର ଗଠନ କାଳରେ ମଧ୍ୟ ବଦଳି ଯାଇପାରେ ବୁଝିଲା ଯେମିତି ପ୍ରଥମ କରି ଗଜାନନ ଓ ପଞ୍ଚାନନ ଗାଁରୁ ରାଜଧାନୀ ଗଲେ କର୍ତ୍ତା ପ୍ରୟୋଗ ବାକ୍ୟରେ କର୍ତ୍ତାପଦ ହେଉଛି ମୁଖ୍ୟ ଉପାଦାନ ତେଣୁ କର୍ତ୍ତାପଦ ପ୍ରୟୋଗରେ ସାବଧାନ ହେବା ଜରୁରୀ ଯଥା ଆମ ବାପା ସହରରେ ରହେ କର୍ତ୍ତାପଦରେ ଆମେ ଯଦି ଧ୍ୟାନ ସାବଧାନ ରହିବା ତାପରେ ଆମେ କାଣା ଦେଖମା ଆମ ବାପା ସହରରେ ରହନ୍ତି ବୁଝିହେଲା ଦେନ୍ ନେକ୍ସଟ ମୋ ବଡ଼ ମାମୁଁ ଆସି ପହଞ୍ଚିଲା ଭଲ ଶୁଭାଯାଉଛି କି ଅର୍ଥଟା କିନ୍ତୁ ତାକେ ଆମେ ଭଲ ଶୁଭାଯିବା ବାଗିରେ ଲେଖିଲେ ମୋ ବଡ଼ ମାମୁଁ ଆସି ପହଞ୍ଚିଲେ ଉଦାହରଣ ବାସ୍ ତାପରେ କ୍ରିୟାପଦର ପ୍ରୟୋଗ ବାକ୍ୟରେ କ୍ରିୟାପଦର ପ୍ରୟୋଗ ଗୋଟେ ଅନ୍ୟତମ ମୁଖ୍ୟ ଉପାଦାନ ତେଣୁ କ୍ରିୟାପଦ ପ୍ରୟୋଗରେ ମଧ୍ୟ ସାବଧାନ ହେବା ଜରୁରୀ ଯେମିତିକି ମୋର ସାର୍ ଆଜି ଆସିଛୁ ଶୁଦ୍ଧ ଶବ୍ଦରେ ତାକେ ଲେଖିଲେ ମୋର ସାର୍ ଆଜି ଆସିଛନ୍ତି କିରେ ବାବୁନା ତୁ ଏବେ କୁଆଡ଼େ ବାହାରିଛନ୍ତି ଶୁଦ୍ଧରେ ଲେଖିଲେ କିରେ ବାବୁନା ତୁ ଏବେ କୁଆଡ଼େ ବାହାରିଛୁ ଉପରୋକ୍ତ ଉଦାହରଣ ଗୁଡ଼ିକରେ କଳା ଚିହ୍ନିତ ଅଂଶ ଗୁଡ଼ିକରେ ଉପଯୁକ୍ତ କର୍ତ୍ତା ପାଇଁ ଉପଯୁକ୍ତ କ୍ରିୟାପଦ ବ୍ୟବହୃତ ହେବାରୁ ବାକ୍ୟଟି ଶୁଦ୍ଧି ହୋଇଛି ବଚନ ପ୍ରୟୋଗ ଦେଖ ବାକ୍ୟରେ କର୍ତ୍ତାପଦ ଥିବାରୁ ତଦନୁସାରେ ବଚନ ପ୍ରୟୋଗ ଏକ ବିଶେଷ କାର୍ଯ୍ୟ ତେଣୁ କର୍ତ୍ତାନୁସାରୀ ବଚନ ପ୍ରୟୋଗ କରିବାରେ ସାବଧାନ ହେବା ଜରୁରୀ ବାକ୍ୟରେ କିପରି ଉପଯୁକ୍ତ ଭାବରେ ବଚନ ପ୍ରୟୋଗ କରାଯାଏ ଏଠାରେ ତାହାର କେତେକ ଦୃଷ୍ଟାନ୍ତ ଦିଆଗଲା ଯଥା ଯଦୁ ଓ କୃଷ୍ଣ ସମସ୍ତେ ରାଜଧାନୀ ଗଲେ ଶୁଦ୍ଧରେ ଯଦି ଆମେ ତାକେ ଲେଖମା ଯଦୁ ଓ କୃଷ୍ଣ ସମସ୍ତେ ରାଜଧାନୀ ଗଲେ ସୁଇଟେବୁଲ୍ ନୁହେଁ ଶୁଦ୍ଧରେ ତାକେ କାଣା ଲେଖାଯିବା ଯଦୁ ଓ କୃଷ୍ଣ ଦିହେଁ ରାଜଧାନୀ ଗଲେ ବୁଝିଲା ଉପରୋକ୍ତ ବାକ୍ୟ ଗୁଡ଼ିକରେ କ୍ରିୟାପଦ ପ୍ରୟୋଗରେ ବଚନାଗତ ଶୁଦ୍ଧତା ଆସିଛି ବଚନାଗତ ଶୁଦ୍ଧତା କ'ଣ ଆମେ ଅଲରେଡ଼ି ୟୁନିଟ୍ 1 ଡିସ୍କସନ୍ କରିଛୁ ଯେନ୍ମାନେ ନି ଦେଖି ବଚନାଗତ ଶୁଦ୍ଧି ଡେସ୍କ୍ରିପ୍ସନ୍ରେ ଲିଙ୍କ୍ ଅଛି ୟା ଚ୍ୟାନେଲ୍କେ ଭିଜିଟ୍ କରିକିରି ବଚନାଗତ ଶୁଦ୍ଧିର ଭିଡ଼ିଓ ଦେଖିନିଅ ତାପରେ କାଳ ପ୍ରୟୋଗ ବାକ୍ୟରେ କାଳ ପ୍ରୟୋଗ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମଧ୍ୟ ତାର ଅବଦାନ ଅଛି ଇମ୍ପୋର୍ଟାଣ୍ଟ ଦେଖ କାଳ ପ୍ରୟୋଗ ବଚନ ପ୍ରୟୋଗ କ୍ରିୟାପଦ ପ୍ରୟୋଗ ଇମ୍ପୋର୍ଟାଣ୍ଟ ଦେଖ बहुत सिंपली एंड इजी वे तुमको बताया जाए शॉर्टली तुमको इतना तो बुक पढ़ले तुम पेज पेज अच्छे तो बुक रे तो ताकि आम इम्पोर्टाट करी नोट्स कराई तो देख काल प्रयोग वाक्य काल प्रयोग मध्य गुरुत्वपूर्ण उपादान अच्छी तेणु सावधान है जरूरी कि वाक्य उपयुक्त भाव में किपर काल प्रयोग कराए एठारे ताहार दृष्टांत दिया यथा आसंता काले शरत कटक फेरिले शुद्धरे लेखिले काଣା ହେବା ନା ଆସନ୍ତା କାଲି ଶରତ କଟକରୁ ଫେରିବେ ଏଇଟା ହେଲା शुद्धता बुझिला काल प्रयोगर शुद्धता केमिति आनिबा बुझिला काल प्रयोग तापर एक पदर वाक्य केतेक पदर समष्टि एक वाक्य पढ़ा जाई पारे बोली आमे आगरु जानिचंती ऑब्वियसली मात्र केतेक क्षेत्र रे गोटिए मात्र पदर मध्य मनोभाव बुझा पड़े फास्ट रे आमे डिस्कशन करतेना जेंता प्रश्न जदि आमे करला किए उत्तर रे जन कहबा मु प्रश्न जदि आमे जनके करमा खाइछो का उत्तर काना रहबा हाँ बोली रहबा जेंता वाक्य गुड़िकर प्रश्नर किसी उत्तर किसी अंश रोचे तथापि वाक्य बुझा पड़ुची गोटे वाक्य अच्छी किंतु तार अंशर वाक्यटा बुझा पड़ुची सेटाके कहुଯାଇଛି एक पदरे वाक्य संक्षेपण तो जानिछ केनता करा जे वाक्य संक्षेपण काना ना जदि ताके बहुत से थिबा ताके आम सर्टली करमा जेनता कि वाक्य प्रकाश कला बेले एणु तेणु गुड़ाए पद अजथारे व्यवहृत हो वाक्य को दीर्घ करि थाए सावधान अवलंबन कले हुए तो से सब एड़ाई दि जाई पारे
ବାକ୍ୟ ରଚନାରେ ସନ୍ଧି, ସମାସ, କୃଦନ୍ତ, ତଦ୍ଧିତ, ଉପସର୍ଗ, ପ୍ରତ୍ୟୟ ଓ ସମାନ ଅର୍ଥବୋଧକ ଶବ୍ଦ ପ୍ରୟୋଗ କଲେ ବାକ୍ୟ ସୁନ୍ଦର ହୁଏ। କାଣା କାଣା ଇଏ କରିକିରି ଆମେ ସଂକ୍ଷେପଣ କର୍ମା ନା ସନ୍ଧି, ସମାସ, କୃଦନ୍ତ, ତଦ୍ଧିତ, ଉପସର୍ଗ, ପ୍ରତ୍ୟୟ ଓ ସମାନ ଅର୍ଥବୋଧକ ଶବ୍ଦ। ଯେମିତି ସନ୍ଧି ଯୋଗେ ଆମେ କେନ୍ତା କର୍ମା ନା ସହର ଉପକଣ୍ଠରେ ପୁଷ୍ପ ଉଦ୍ୟାନ ଅଛି। ସନ୍ଧି ଯୋଗେ ତାକେ ଆମେ ସଂକ୍ଷେପଣ କଲେ କାଣା ହେବା ସହର ଉପକଣ୍ଠରେ ପୁଷ୍ପ ଉଦ୍ୟାନ ଅଛି। ଯେମିତି ସମାସ ଯୋଗେ କେନ୍ତା କର୍ମା ବାକ୍ୟ ସଂକ୍ଷେପଣ ନା ଯଥା ଆଜବେଷ୍ଟର ତିଆରି ହେଇଥିବା ଘରେ ଖରାଦିନେ ଗରମ ଲାଗେ। ତାକେ ସମାସ ଯୋଗେ ଆମେ ସଂକ୍ଷେପଣ କଲେ କାଣା ହେବା ଆଜବେଷ୍ଟର ଘରେ ଖରାଦିନେ ଗରମ ଲାଗେ। ଦେନ୍ କୃଦନ୍ତ ପ୍ରତ୍ୟୟ ଯୋଗେ ବାକ୍ୟ ସଂକ୍ଷେପଣ କେନ୍ତା କର୍ମା ନା ଜାଣିବାକୁ ଇଚ୍ଛା କରୁଥିବା ଛାତ୍ରଟି ନିଶ୍ଚୟ ବିଦ୍ୟାଲାଭ କରିପାରିବ। କୃଦନ୍ତ ପ୍ରତ୍ୟୟରେ ତାକେ ଆମେ ଯଦି ସଂକ୍ଷେପଣ କର୍ମା ଜିଜ୍ଞାସୁ ଛାତ୍ରଟି ନିଶ୍ଚୟ ବିଦ୍ୟାଲାଭ କରିପାରିବ। ଆଉ ଗୋଟେ ଏକ୍ଜାମ୍ପଲ୍ ଅଛି ତୁମେ ଏଟା ନିଜେ ନିଜେ ନୋଟ୍ସ କର। ଯଦି ତୁମକୁ ଆହୁରି ଏକ୍ଜାମ୍ପଲ୍ସ ପଢ଼ବାର୍ ଅଛି ଟେଲିଗ୍ରାମ ଚ୍ୟାନେଲରେ ବୁକ୍ ଅପଲୋଡ଼ ଅଛି, ବୁକ୍ରୁ ତୁମେ ଆହୁରି ନୋଟ୍ସ କରିପାରିବ। କୃଦନ୍ତ ପ୍ରତ୍ୟୟ ତାପରେ ତଦ୍ଧିତ ପ୍ରତ୍ୟୟ ଯୋଗେ ବାକ୍ୟ ସଂକ୍ଷେପଣ କେମିତି କରିବା ଯେମିତି ପାନ ବ୍ୟବସାୟୀଟି ଅନ୍ୟ ଗାଁକୁ ଗଲା ତାକେ ଆମେ ତଦ୍ଧିତ ପ୍ରତ୍ୟୟରେ ଯଦି ସଂକ୍ଷେପଣ କର୍ମା ପାନରାଟି ଗ୍ରାମାନ୍ତର ହେଲା। ତାପରେ ଯଦି ଆମେ ଉପସର୍ଗ ଯୋଗେ ବାକ୍ୟ ସଂକ୍ଷେପଣ କର୍ମା ଯେମିତି ଗାଈ ପଛେ ପଛେ ବାଛୁରୀ ଧାଉଁଅଛି ତାକେ ଆମେ ସଂକ୍ଷେପଣ କଲେ କାଣା ହେବା ବାଛୁରୀ ଗାଈର ଅନୁଧାବନ କରୁଅଛି। ସେମିତି ସମାନ ଅର୍ଥବୋଧକ ଶବ୍ଦ ଯୋଗେ ବାକ୍ୟ ସଂକ୍ଷେପଣ କେନ୍ତା କର୍ମା ଦିଅଙ୍କ ଭୋଗ ଖାଇ ଗାଁ ଲୋକ ବାହୁଡ଼ି ଗଲେ। ସଂକ୍ଷେପଣ କଲେ କାଣା ହେବା ପ୍ରସାଦ ପାଇଁ ଗାଁ ଲୋକେ ଗାଁକୁ ଫେରିଲେ। ରୂଢ଼ି ଯୋଗେ ବାକ୍ୟ ସଂକ୍ଷେପଣ କେନ୍ତା କର୍ମା ଅତି ଛୋଟ ବେଳୁ ଯଦୁ ପୁରା ଅତି ଚତୁର। କାଣା ହେବା ନା ଯଦୁ ଓଳିଆରୁ ପଡ଼ି ଗଜା। ସେମିତି ବାକ୍ୟ ପ୍ରସାରଣ ଦେଖ ରମେଶ ମୋ ସାଙ୍ଗ ଏ ଯେଉଁ ରମେଶ ନୁହେଁ ସେ ପୁରା ମୋ ସାଙ୍ଗ। ବାକ୍ୟ ପ୍ରସାରଣରେ କାଣା ହଉଛେ ନା ଦେଖ ରମେଶ ମୋ ସାଙ୍ଗ ଛୋଟ ଅଛେ ବଟ୍ ତାକେ ଆମେ ଦୀର୍ଘ କରିକିରି ଲେଖ୍ମା। ରମେଶ ମୋ ସାଙ୍ଗକେ ଆମେ ସେମିତି ପ୍ରତ୍ୟୟ ୟୁଜ୍ କରିକିରି ତାକେ ଆମେ ଦୀର୍ଘ କର୍ମା। ତ ଆମେ କାଣା କର୍ମା ଦେଖ ରମେଶ ମୋ ସାଙ୍ଗକେ ଆମେ କାଣା କର୍ମା ଏ ଯେଉଁ ରମେଶ ସେ ପୁରା ମୋ ସାଙ୍ଗ ଦୀର୍ଘ ହେଲା କି ନାଇଁ। ସେମିତି ଦେଖ ଆଉ ଗୋଟେ ଏକ୍ଜାମ୍ପଲ୍ ଆମ ଗ୍ରାମବାସୀମାନେ କାଲି ପୁରୀ ଯିବେ ତାକେ ଆମେ ଯଦି ପ୍ରସାରଣ କର୍ମା ବାକ୍ୟ ପ୍ରସାରଣ କାଣା ହେବା ନା ଆମ ଗ୍ରାମରେ ଯେଉଁମାନେ ବାସ କରନ୍ତି ସେମାନେ କାଲି ପୁରୀ ଯିବେ। ବାକ୍ୟ ପ୍ରସାରଣ ରୂଢ଼ି ଦ୍ୱାରା ଯଦି ଆମେ ବାକ୍ୟ ପ୍ରସାରଣ କର୍ମା ଦେଖ ବହୁ କଷ୍ଟ କରି ବାପା ପିଲାମାନଙ୍କୁ ପାଠ ପଢ଼ାଇଛନ୍ତି। ତାକେ ଯଦି ରୂଢ଼ି ଦ୍ୱାରା ଆମେ ବାକ୍ୟ ପ୍ରସାରଣ କରିବା ତାହେଲେ କାଣା ହେବା ମୁଣ୍ଡ ଝାଳ ତୁଣ୍ଡରେ ମାରି ବାପା ପିଲାମାନଙ୍କୁ ପାଠ ପଢ଼ାଇଛନ୍ତି। ବହୁ କଷ୍ଟ କରି ବାପା ପିଲାମାନଙ୍କୁ ପାଠ ପଢ଼ାଇଛନ୍ତି। ମୁଣ୍ଡ ଝାଳ ତୁଣ୍ଡରେ ମାରି ବାପା ପିଲାମାନଙ୍କୁ ପାଠ ପଢ଼ାଇଛନ୍ତି। ସେମିତିକା ଏକ୍ଜାମ୍ପଲ୍ ଅଛି କି ପୁରା ନୋଟ୍ସ କର। ନୋଟ୍ସ ତୁମକୁ ଟେଲିଗ୍ରାମ ଚ୍ୟାନେଲରେ ଆଭେଲେବୁଲ୍ ହେଇଯିବା। ଯେନ୍ମାନେ ଟେଲିଗ୍ରାମ ଚ୍ୟାନେଲ ଜଏନ୍ ନି କରି ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇଯାଅ। ଅଲରେଡ଼ି ଆମର ବୁକ୍ ଅପଲୋଡ଼ ହେଇଛନ୍ ବୁକ୍ରୁ ବି ତୁମେ ନୋଟ୍ସ କରିପାରବ ବା ଯେନ୍ କ୍ଲାସ୍ ସରୁଛେ ସେ କ୍ଲାସ୍ର PDF ମଧ୍ୟ ଚ୍ୟାନେଲରେ ଅପଲୋଡ଼ ହେଇଯାଉଛି। ତୁମେ ଯାଇକି ଡାଉନଲୋଡ଼ କରିକି ନିଜେ ନୋଟ୍ସ କରିକିରି ପଢ଼ିପାରବ ଯେନ୍ଟାକି ଏକ୍ଜାମ୍ରେ ସ୍କୋର୍ କରିପାରବ 90+।